ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ରହିଛି। ଆପଣମାନେ ସମସ୍ତେ ଜାଣିଥିବେ ପିଏମ୍ କିଷାନ ଯୋଜନାର ସହାୟତା ରାଶି ବର୍ତ୍ତମାନ ଯେଉଁ ଚାଷୀ ଭାଇ ଭଉଣୀମାନଙ୍କୁ ମିଳିବା ପାଇଁ ଯାଉଛି, ତା ପୂର୍ବରୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ବହୁତ କିଛି ନିୟମର ପରିବର୍ତ୍ତନ ଯାହାକି କେନ୍ଦ୍ର ସରକାରଙ୍କ ତରଫରୁ କରାଯାଇଛି। ତେଣୁ ଗତ ଥର ଯେଉଁ ପିଏମ୍ କିଷାନ ଯୋଜନାର 22ତମ ଇନଷ୍ଟଲମେଣ୍ଟର ଯୋଉଟାକି ଆପଣମାନଙ୍କୁ 13 ମାର୍ଚ୍ଚରେ ପ୍ରଦାନ କରାଯାଇଥିଲା, ତ ସେ ସମୟରେ ବହୁତ ଜଣ ହିତାଧିକାରୀ ପିଏମ୍ କିଷାନ ଯୋଜନାର ସହାୟତା ରାଶି ପାଇନଥିଲେ। ତେଣୁ ବର୍ତ୍ତମାନ 23ତମ ଇନଷ୍ଟଲମେଣ୍ଟ ଯୋଉଟାକି ଆପଣମାନଙ୍କୁ ଜୁନ୍ ଶେଷ ସୁଦ୍ଧା ବା ଆପଣମାନଙ୍କର ଜୁଲାଇ ମାସରେ ମିଳିବା ପାଇଁ ଯାଉଛି। ତେଣୁ ଯେଉଁ ଟଙ୍କା ଆସିବା ପାଇଁ ଯାଉଛି, ତା ପୂର୍ବରୁ ଆପଣମାନଙ୍କ ପାଇଁ ବହୁତ କିଛି କାମ ଯୋଉଟାକି ବାକି ରହିଛି, ଯୋଉଟା ଆପଣମାନେ କରିବା ନିହାତି ଦରକାର। ଯଦି ଆପଣମାନେ ସେ କାମ କରୁନାହାନ୍ତି, ତାହେଲେ 23ତମ ଇନଷ୍ଟଲମେଣ୍ଟର ଟଙ୍କା ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିନପାରେ। ତେଣୁ ଆସନ୍ତୁ କ'ଣ ରହିଛି ସେ କାମଗୁଡ଼ିକ ଯୋଉଟାକି ଆପଣମାନେ କରିବା ନିହାତି ଦରକାର। ତା ସହିତ 23ତମ ଇନଷ୍ଟଲମେଣ୍ଟକୁ ନେଇ ବର୍ତ୍ତମାନର ଆଉ କ'ଣ ଅପଡେଟ୍ ରହିଛି, ସବୁ କିଛି ଡିଟେଲ୍ସ ଆଜିର ଏହି ଭିଡିଓରେ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲରେ ସେଟ୍ କରିଦେବେ। ସର୍ବପ୍ରଥମେ ଦେଖନ୍ତୁ, ପିଏମ୍ କିଷାନ ଯୋଜନାରେ ବହୁତ ଜଣଙ୍କର କମେଣ୍ଟ ବର୍ତ୍ତମାନ ଆସୁଛି ଯେ ପିଏମ୍ କିଷାନରେ ଆମେ ନୂଆ ରେଜିଷ୍ଟ୍ରେସନ କରିବା କି ନାହିଁ। କାରଣ ଦେଖନ୍ତୁ ରାଜ୍ୟ ସରକାରଙ୍କ ତରଫରୁ ବର୍ତ୍ତମାନ ଯାହାକି ସିଏମ୍ କିଷାନରେ ମଧ୍ୟ ଏଗ୍ରି ଷ୍ଟକକୁ ଯେହେତୁ ମାଣ୍ଡାଟୋରି କରାଯାଇଛି ଏବଂ କୁହାଯାଉଛି ଆପଣମାନେ ସିଏମ୍ କିଷାନ ଆବେଦନ କରିଥିଲେ ଅଟୋମେଟିକ୍ ଆପଣମାନଙ୍କର ପିଏମ୍ କିଷାନକୁ କନଭର୍ଟ ହେଇଯିବ। କିନ୍ତୁ ସେଇଟା କେବେ ଲାଗୁ ହେବ ବର୍ତ୍ତମାନ ସୁଦ୍ଧା ତ ସେ ବିଷୟରେ କିଛି ଡିଟେଲ୍ସ ବା ସ୍ପେଶାଲ ଗାଇଡଲାଇନ୍ ଆସିନାହିଁ। କାରଣ 2024 ମସିହା ଠାରୁ ବର୍ତ୍ତମାନ ସୁଦ୍ଧା କେବଳ ସେଇ ନିୟମଟି କୁହାଯାଉଛି ଯେ ଆପଣମାନେ ଯଦି ଦୁଇଥର ସିଏମ୍ କିଷାନ ଯୋଜନାର ଟଙ୍କା ପାଇଛନ୍ତି, ତାହେଲେ ଆପଣମାନଙ୍କୁ ଅଟୋମେଟିକ୍ ପିଏମ୍ କିଷାନ ଯୋଜନାରେ ଯୋଡ଼ି ଦିଆଯିବ। ତ ଯେତେ ପର୍ଯ୍ୟନ୍ତ ଏହି ନିୟମଟି ଆପଣମାନଙ୍କର ଲାଗୁ ହେଇନାହିଁ, ତା ପୂର୍ବରୁ ଯେଉଁମାନେ ପିଏମ୍ କିଷାନରେ ନୂଆ ରେଜିଷ୍ଟ୍ରେସନ କରିବା ପାଇଁ ଚାହୁଁଛନ୍ତି, ସେମାନେ ସିଏସ୍ସି ସେଣ୍ଟରକୁ ଯାଇ ନୂଆ ରେଜିଷ୍ଟ୍ରେସନ କରିପାରିବେ। ନହେଲେ ଆପଣମାନଙ୍କର ଯୋଉଟାକି ସେଲ୍ଫ ରେଜିଷ୍ଟ୍ରେସନ ଅପସନ୍ ଅଛି, ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ ଆପଣମାନେ ପୋର୍ଟାଲରେ ମଧ୍ୟ କରିପାରିବେ। ତା ପୂର୍ବରୁ ଆପଣମାନଙ୍କର ଆବଶ୍ୟକ ଡକୁମେଣ୍ଟ ଯେମିତିକି ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ ଆପଣମାନେ ନିହାତି କରିବେ। ତା ସହିତ ଆପଣମାନଙ୍କର କୃଷକ ଓଡ଼ିଶା ରେଜିଷ୍ଟ୍ରେସନ ମଧ୍ୟ କରିବାର ଆବଶ୍ୟକତା ରହିଛି। କାରଣ କୃଷକ ଓଡ଼ିଶା ରେଜିଷ୍ଟ୍ରେସନ ଯେଉଁମାନେ କରିନାହାନ୍ତି, ସେମାନଙ୍କର ବର୍ତ୍ତମାନ ଲ୍ୟାଣ୍ଡ ସିଡିଂ ନୋ ବୋଲି ଆପଣମାନଙ୍କର ପିଏମ୍ କିଷାନରେ ଶୋ କରୁଛି। ତେଣୁ ପିଏମ୍ କିଷାନର ଯେଉଁ 23ତମ ଇନଷ୍ଟଲମେଣ୍ଟର ଟଙ୍କା ଆସିବ, 23ତମ ଇନଷ୍ଟଲମେଣ୍ଟର ଟଙ୍କା ଆସିବା ପୂର୍ବରୁ ଯେଉଁମାନେ ନୂଆ ଆବେଦନ କରିଥିଲେ, ସେମାନଙ୍କ ପାଇଁ ମଧ୍ୟ ଅପଡେଟ୍ ରହିଛି। ତ ଯେଉଁମାନେ ନୂଆ ଆବେଦନ କରିଥିଲେ ସେଲ୍ଫ ରେଜିଷ୍ଟ୍ରେସନ ହଉ ବା ସିଏସ୍ସି ଥ୍ରୁରେ ଯଦି ଆପଣମାନଙ୍କର ଆବେଦନ ହେଇଥିଲା, ତାହେଲେ ବର୍ତ୍ତମାନ ଆପଣମାନେ ନିଜ ନିଜର ଷ୍ଟାଟସ୍ ଚେକ୍ କରିବା ନିହାତି ଦରକାର। କାରଣ ଷ୍ଟାଟସ୍ ଚେକ୍ କଲା ପରେ ବହୁତ ହିତାଧିକାରୀଙ୍କର ବର୍ତ୍ତମାନ ଯାଇକି ପିଏମ୍ କିଷାନରେ ଏପ୍ରୁଭାଲ ହେଇସାରିଛି। ତେଣୁ ଆପଣମାନେ ପୋର୍ଟାଲକୁ ଯାଇ ସେଲ୍ଫ ରେଜିଷ୍ଟର ଷ୍ଟାଟସ୍ ଅପସନରେ କ୍ଲିକ୍ କରି ନିଜର ଆଧାର ନମ୍ବର ଏବଂ କ୍ୟାପଚା କୋଡ୍ ଯାହାକି ଏଠି ଏଣ୍ଟର କରିବେ। ତାପରେ ସର୍ଚ୍ଚ ଅପସନରେ କ୍ଲିକ୍ କରିବେ। ଯେତେବେଳେ ସର୍ଚ୍ଚ ଅପସନରେ ଆପଣମାନେ କ୍ଲିକ୍ କରୁଛନ୍ତି, ତ ଆପଣମାନେ ଏଠି ନିଜର ଷ୍ଟାଟସ୍ ଯୋଉଟାକି ଦେଖିପାରୁଥିବେ, ଷ୍ଟାଟସ୍‌ରେ ଆପଣମାନଙ୍କର କ'ଣ ଶୋ କରୁଛି, ଆବେଦନର ଡେଟ୍ ମଧ୍ୟ ଦେଖନ୍ତୁ ଯୋଉଟାକି ରେଜିଷ୍ଟ୍ରେସନ ହେଇଥିଲା 2/6/2025ରେ ଏବଂ ତାଙ୍କର ଷ୍ଟାଟସ୍ ବର୍ତ୍ତମାନ କ'ଣ ଶୁଣୁଛି ନା ଫାର୍ମର ହେଜ୍ ଅଲରେଡି ବିନ୍ ରେଜିଷ୍ଟର ଅନ୍ ପିଏମ୍ କିଷାନ ପୋର୍ଟାଲ, ପ୍ଲିଜ୍ ଚେକ୍ ୟୋର ଷ୍ଟାଟସ୍ ଫର୍ ଫାର୍ମର କର୍ଣ୍ଣର। ଅର୍ଥାତ୍ ଆପଣମାନଙ୍କର ବର୍ତ୍ତମାନ ଯଦି ଏଇଭଳି ଷ୍ଟାଟସ୍ ଶୋ କରୁଛି, ତାହେଲେ 23ତମ ଇନଷ୍ଟଲମେଣ୍ଟର ଟଙ୍କା ଆପଣମାନଙ୍କର ପାଇବା ପୂର୍ବରୁ ଆପଣମାନଙ୍କୁ କ'ଣ କରିବା ପାଇଁ ପଡ଼ିବ ନା ଥରେ ଆପଣମାନଙ୍କର କେୱାଇସି ଯୋଉଟାକି କରିବା ପାଇଁ ପଡ଼ିବ। ତେଣୁ ସେ କେୱାଇସିଟି ଆପଣମାନେ କୋଉଠି କରିବେ? ଦେଖନ୍ତୁ ପୂର୍ବରୁ ଆପଣମାନଙ୍କର ଓଟିପି ବେସ୍‌ରେ କେୱାଇସି ହେଇଯାଉଥିଲା। ଓଟିପି ବେସ୍‌ରେ କେୱାଇସି ବର୍ତ୍ତମାନ ଯାଇକି ଆପଣମାନଙ୍କର ବନ୍ଦ କରାଯାଇଛି। ତେଣୁ ଆପଣମାନେ କେୱାଇସି କରିବା ପାଇଁ ହେଲେ ଆପଣମାନଙ୍କର ସିଏସ୍ସି ସେଣ୍ଟରକୁ ଯାଇ ବାୟୋମେଟ୍ରିକ୍ ଇ କେୱାଇସି କରିବା ନିହାତି ଆବଶ୍ୟକ। ବାୟୋମେଟ୍ରିକ୍ ଇ କେୱାଇସି ସହିତ ଯଦି ଆପଣମାନେ ସିଏସ୍ସି ସେଣ୍ଟରକୁ ଯାଇ ବାୟୋମେଟ୍ରିକ୍ ଇ କେୱାଇସି କରିଦଉଛନ୍ତି, ତାହେଲେ ଆପଣମାନଙ୍କର ନାମ ଯୋଉଟାକି ଲିଷ୍ଟରେ ଆସିଯିବ। ଯଦି ଆପଣମାନଙ୍କର ସିଏସ୍ସି ସେଣ୍ଟର ଯାଉନାହାନ୍ତି, ତାହେଲେ ପିଏମ୍ କିଷାନର ଯେଉଁ ଆପଣମାନଙ୍କର ଆପ୍‌ଟି ରହିଛି, ପିଏମ୍ କିଷାନର ଆପ୍‌ରେ ଆପଣମାନେ ଫେସ୍ କେୱାଇସି କମ୍ପ୍ଲିଟ୍ କରନ୍ତୁ। ମନେ ରଖନ୍ତୁ ଫେସ୍ କେୱାଇସି କରିବାଟି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଯେଉଁମାନେ ପୂର୍ବରୁ ଟଙ୍କା ପାଉଥିଲେ, ସେମାନେ ମଧ୍ୟ ନିଜର କେୱାଇସି ଫେସ୍ ଅଥେଣ୍ଟିକେସନ ମାଧ୍ୟମରେ ଯାହାକି ପିଏମ୍ କିଷାନ ପୋର୍ଟାଲରେ କରିଦିଅନ୍ତୁ। ତାର ଡିଟେଲ୍ସ ଭିଡିଓ ଆପଣମାନଙ୍କୁ ଡେସ୍କ୍ରିପସନରେ ମିଳିଯିବ, ଯୋଉଟାକି ଆପଣମାନେ ଦେଖିପାରିବେ ଏବଂ ନିଜର ଫେସ୍ କେୱାଇସି କରିପାରିବେ। ଏଇଟା ଗଲା ନୂଆ ଆବେଦନ ଯେଉଁମାନଙ୍କର ଏପ୍ରୁଭାଲ ହେଇଛି ଏବଂ ଯେଉଁମାନେ ପୂର୍ବରୁ ଆବେଦନ କରିଥିଲେ ତାଙ୍କର ଟଙ୍କା ଆସୁଥିଲା,
କିନ୍ତୁ ବର୍ତ୍ତମାନ ଷ୍ଟାଟସ୍ ଚେକ୍ କଲା ପରେ ବହୁତ ଜଣଙ୍କର ଦେଖନ୍ତୁ ଏମିତି ମଧ୍ୟ ଆସୁଛି, ଏଇଠି ମଧ୍ୟ ଗୋଟେ ଦେଖିପାରୁଥିବେ ଯାହାକି ଜଣଙ୍କର ସେ ମୋତେ ଷ୍ଟାଟସ୍ ସେୟାର କରିଥିଲେ। ତାଙ୍କର ଲ୍ୟାଣ୍ଡ ସିଡିଂ ବର୍ତ୍ତମାନ ଅଛି। ପୂର୍ବରୁ ତାଙ୍କର ଟଙ୍କା ଆସୁଥିଲା କିନ୍ତୁ ଯେତେବେଳେ ସେ ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ରେଜିଷ୍ଟ୍ରେସନ କରିଦେଲେ ତାପରେ ତାଙ୍କର ଲ୍ୟାଣ୍ଡ ରେକର୍ଡ ଯାହାକି ଶୋ କରୁଛି। ତେଣୁ ଏଇ କ୍ଷେତ୍ରରେ ଆପଣମାନେ କ'ଣ କରିବେ, ଯଦି ଆପଣମାନେ ଲ୍ୟାଣ୍ଡ ସିଡିଂ ଷ୍ଟାଟସ୍‌ଟି ଶୋ କରୁଛି, ତାହେଲେ କୃଷକ ଓଡ଼ିଶା ପୋର୍ଟାଲକୁ ଆପଣମାନଙ୍କୁ ଯିବା ପାଇଁ ପଡ଼ିବ। କୃଷକ ଓଡ଼ିଶା ପୋର୍ଟାଲରେ ଆପଣମାନେ ରେଜିଷ୍ଟ୍ରେସନ କରିବେ ବା ଆପଣମାନଙ୍କ ଯଦି ପୂର୍ବରୁ ରେଜିଷ୍ଟ୍ରେସନ ଅଛି, ତାର କିଛି ପ୍ଲଟ୍‌କୁ ଆପଣମାନେ ଅପଲୋଡ୍ କରିଦିଅନ୍ତୁ ବା ଅପଡେଟ୍ କରେଇ ଦିଅନ୍ତୁ। ଯାହାଦ୍ୱାରା କି ଏଟା ଆପଣମାନଙ୍କର ଆମର ପ୍ରୋବ୍ଲେମଟା ସର୍ଟ ଆଉଟ୍ ହେଇଯିବ। ତା ସହିତ ଯଦି ଆଧାର ସିଡିଂ ପ୍ରୋବ୍ଲେମ ଅଛି ସେଟା ତ ଆପଣମାନେ ସମସ୍ତେ ଜାଣିଥିବେ। ଆଧାର ସିଡିଂ ପ୍ରୋବ୍ଲେମ ଥିଲେ ଆପଣମାନଙ୍କର ଟଙ୍କା ଆସିବାରେ ମଧ୍ୟ ପ୍ରୋବ୍ଲେମ ହେଇପାରେ। ତାର ମଧ୍ୟ ସର୍ଟ ଆଉଟ୍ ଆପଣମାନେ କରିପାରିବେ। ଏଇଟା ଗଲା ଆପଣମାନଙ୍କର ପିଏମ୍ କିଷାନ ଯୋଜନାର 22ତମ ଇନଷ୍ଟଲମେଣ୍ଟର କିଛି ଅପଡେଟ୍। ଏହା ସହିତ ବର୍ତ୍ତମାନ ପେପର ମାଧ୍ୟମରେ ମଧ୍ୟ କିଛି ଅପଡେଟ୍ ଆସିଛି। ସେ ବିଷୟରେ ଯାଇକି ଆମେ ଆଲୋଚନା କରିଦେବା। ଦେଖନ୍ତୁ ଯେଉଁ ଅପଡେଟ୍‌ଟି ବର୍ତ୍ତମାନ ରହିଛି ଆପଣମାନଙ୍କର ଯେ ଏହି ହିତାଧିକାରୀଙ୍କୁ ବର୍ତ୍ତମାନ ମିଳିବ ନାହିଁ ପିଏମ୍ କିଷାନ ଯୋଜନାର 23ତମ ଇନଷ୍ଟଲମେଣ୍ଟର ଟଙ୍କା। ତେଣୁ ଏହା ଥିଲା ଆମର ପିଏମ୍ କିଷାନ ଯୋଜନାର କିଛି ଇମ୍ପୋର୍ଟାଣ୍ଟ ଅପଡେଟ୍। ତେଣୁ ଟଙ୍କା ଆସିବାର ଡେଟ୍ ଡିକ୍ଲେୟାର ହେଇନଥିଲେ ମଧ୍ୟ ଆପଣମାନେ ମନେ ରଖନ୍ତୁ ଜୁଲାଇରେ ଟଙ୍କା ଆସିବ। ତା ପୂର୍ବରୁ ଯେଉଁ ପ୍ରୋବ୍ଲେମ୍ ଆପଣମାନଙ୍କର ଅଛି ତାହା ସର୍ଟ ଆଉଟ୍ କରିନିଅନ୍ତୁ। କାରଣ ସର୍ଟ ଆଉଟ୍ କଲା ପରେ ଯାଇ ଆପଣମାନଙ୍କର ପିଏମ୍ କିଷାନ ଯୋଜନାର ଟଙ୍କା ପାଇପାରିବେ। ତେଣୁ ଭିଡ଼ିଓଟି ଆପଣମାନଙ୍କୁ ଯଦି ଇନଫର୍ମେଟିଭ୍ ଲାଗିଛି ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଆପଣମାନଙ୍କର ଷ୍ଟାଟସ୍ ଚେକ୍ କଲା ପରେ ଯଦି କୌଣସି ପ୍ରୋବ୍ଲେମ୍ ଅଛି ତାହେଲେ କମେଣ୍ଟ କରନ୍ତୁ। ୟା ପରବର୍ତ୍ତୀ ଭିଡ଼ିଓରେ ତା ଉପରେ ଆଉ ଗୋଟେ ଡେଡିକେଟେଡ୍ ଭିଡ଼ିଓ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ଧନ୍ୟବାଦ।